ধর্ম আসিছি ধ্রু ধাতুরু যাহা ধারণ করে। এই ধারণ করিবার অর্থ যদি বিশ্লেষণ করে দেখা যায়, ଯାହା ଆମମାନଙ୍କର ଅସ୍ତିତ୍ୱକୁ ଧାରଣ କରେ, ବିଦ୍ୟମାନତାକୁ ଧାରଣ କରେ। ପାଣିର ଅସ୍ତିତ୍ୱ ତରଳତ୍ୱ ଭିତରେ, ତାର এই যে ତରଳ ଅବସ୍ଥା ତାହା ହିଁ ତାର ଧର୍ମ। ପାଣିର ଯଦି ତରଳ ଅବସ୍ଥା ନ ରହେ, ତାହା ଯଦି ବାଷ୍ପୀଭୂତ ହେଇ ବାଷ୍ପୀୟ ହେଇଯାଏ, ତାହେଲେ ପାଣି ଆଉ ପାଣି ହେଇ ରହେ ନା। ଯଦି ପାଣି ଆଉ ପାଣି ହେଇ ରହେ ନା, ସେତେବେଳେ ତାର ଯୋଉ ଧର୍ମ ତାହା ମଧ୍ୟ କ୍ଷୁର୍ଣ୍ଣ ହୁଏ। ବରଫର ଯୋଉ ବରଫତ୍ୱ ତାହା ଯଦି ନଷ୍ଟ ହେଇଯାଏ, ତାକୁ ଯଦି ଗରମ କରି ଦିଆଯାଏ ଏବଂ ତାର ଯୋଉ ଅବସ୍ଥା ଯଦି ପରିବର୍ତ୍ତନ ହୁଏ, ତାହେଲେ ବରଫର ଯାହା ଧର୍ମ ତାହା ରହେ ନା, କାରଣ ବରଫର ଅସ୍ତିତ୍ୱ, ବରଫର ବିଦ୍ୟମାନତା ନଥାଏ। এই বিশ্ব ବ୍ରହ୍ମାଣ୍ଡରେ ମଣିଷର ମଣିଷତ୍ୱ, এই ସମାଜର ସମାଜତ୍ୱ, এই ପୃଥିବୀରେ ପୃଥିବୀତ୍ୱ ଯାହା ଧାରଣ କରିଛି, ଯାହା ଆମମାନଙ୍କର এই ଅସ୍ତିତ୍ୱ ଏବଂ ବିଦ୍ୟମାନତାକୁ ରକ୍ଷା କରିଛି, ତାହା ଆମମାନଙ୍କ ଧର୍ମ। ଆଜି ସାମ୍ପ୍ରତିକ ପରିସ୍ଥିତିରେ ଆମମାନେ ଦେଖୁଛନ୍ତି ଆମମାନଙ୍କର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ, ଆମମାନଙ୍କର ବିଦ୍ୟମାନତା ଉପରେ ପ୍ରଶ୍ନବାଚୀ। ସମାଜ ଆଜି ଏକ ବିଭୀଷିକା ମଧ୍ୟରେ ଗତି କରୁଛି। ବିଶ୍ୱ ବ୍ରହ୍ମାଣ୍ଡର ଧରିତ୍ରୀର ବିଦ୍ୟମାନତା ସୁରକ୍ଷିତ କି ନା, ତାହା ବର୍ତ୍ତମାନ ମଣିଷ ମନରେ ସବୁଠାରୁ ବଡ଼ ପ୍ରଶ୍ନ। ଯଦି ସରଳ ଭାବରେ বিশ্লেষণ କରି ଦେଖାଯାଏ, এই ଧର୍ମ ପାଇଁ ସମ୍ପୂର୍ଣ୍ଣ ବିଶ୍ୱ ବ୍ରହ୍ମାଣ୍ଡ, ୟୁନିଭର୍ସ, ସୌରଜଗତ ସବୁ କିଛି ବିଦ୍ୟମାନ ଏବଂ এই ବିଦ୍ୟମାନତାକୁ ଯାହା କ୍ଷୁର୍ଣ୍ଣ କରିବା ପାଇଁ ବସିଛି, ତାହା ଧର୍ମକୁ କ୍ଷୁର୍ଣ୍ଣ କରୁଛି। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, এই ଧର୍ମ ଯେତେବେଳେ କ୍ଷୁର୍ଣ୍ଣ ହୁଏ, ସେତେବେଳେ ମଣିଷର ଅସ୍ତିତ୍ୱ ବିପଦ ସଂକୁଳ ହେଇ ଉଠେ। ମଣିଷର ଜୀବନ ଦୁର୍ବିପାକରେ ପଡେ। এই পৃথিবী, এই সমাজ মরণ মুখে ধায়ে।